Hi everyone, welcome back to my YouTube channel RSP ओडिया स्टडी को। आज ये वीडियो रे आमे ओडिया साहित्यर विषय वस्तु आलोचना करिबा। प्रथम एककर ओडिया साहित्यर संक्षिप्त इतिहास प्राक सरल साहित्य पूर्व वीडियो रे आलोचना करिथिले। ये वीडियो रे आमे सरल साहित्य विषय आलोचना करिबा। यार किछ इंपोर्टेंट क्वेश्चन जो मैंने वीडियोटी को देखुचंती से माने वीडियोटी को शेष पर्यंत देखिए। मोर अनुरोध वीडियोटी पसंद आसिले वीडियो को लाइक करेंगे, शेयर करेंगे और मो चैनल को सब्सक्राइब करेंगे। वीडियोटी केमती लगे केमती नहीं कमेंट माध्यम जनइबे। नेक्स्ट वीडियो क्यों टॉपिक नहीं आसबी यहाँ कमेंट निश्चय जनइबे। चलो देरी न करी वीडियोटी स्टार्ट करिबा। सरल साहित्य सरल दास केउं जुगर कवि, तांकर जन्मस्थान केउठी। प्रथम क्वेश्चन, सरल दास को आदि कवि कहा जाए। से थिले गजपति कपिलेन्द्र देवଙ୍କ समसामयिक, तेणु तांकु पंचदश शताब्दीर कवि भाव ग्रहण कराए। कटक जिला झंकड़ प्रगणा अंतर्गत जनकावर्तीपुर बा जनकपुर पाटण तांकर जन्मस्थान। दुई नंबर क्वेश्चन, सारला दास पैतृक नाम कौन थिला, से किपरि सारला दास नाम धारण कले। सारला दास पैतृक नाम थिला सिद्धेश्वर परिडा। कवि बाल्यकालरू थिले पितृमातृहीन और कृषिकारी बा शूद्र। झंकड़र इष्टदेवी थिले पितृमातृहीन और कृषिकारी बा शूद्र। झंकड़र इष्टदेवी सारला प्रसाद को से कवित्व शक्ति लाभ करथिले। इष्टदेवी सारला प्रसाद को सिद्धि लाभ करिबा परे तांकर नाम सारला दास होइथिला जणा जाय। 3 नंबर क्वेश्चन, सारला दास रचना गुड़िक कौन कौन, तांकर रचना गुड़िक मध्य केउंटी श्रेष्ठ रचना। ए पर्यंत मिलिथिबा सारला दास रचना गुड़िक हैला बिलंका रामायण, ओडिया महाभारत 18 खंड पर्व विभक्त। जोटा ओडिया महाभारत 18 खंड पर्व विभक्त। यह मध्य बेले बेले शॉर्ट क्वेश्चन आसी थाए। ग चंडीपुराण बा देवी भागवत। ख लक्ष्मीनारायणी वचनिका। एही रचना गुड़िक मध्य 18 खंड पर्व विभक्त ओडिया महाभारत होउछि श्रेष्ठ। सारला दास सृष्टि गुड़िक मध्य ओडिया महाभारत होउछि श्रेष्ठ। 4 नंबर क्वेश्चन, चंडीपुराण अन्य नाम कौन। बिलंका रामायण रे सीतांकर भूमिका कौन थिला। चंडीपुराण अन्य नाम हेउछि देवी भागवत। यह कवि निजे स्वीकार करिसेंति। प्रथम रामायण, द्वितीय महाभारत, तृतीय रचना कली देवी भागवत। यही देवी भागवत ही चंडीपुराण। चंडीपुराणर विभूषणा देवी परी बिलंका रामायण रे देवी सीता उभा ହେଲା ପରେ ବିଲଙ୍କା ରାବଣ ଦୁର୍ବଳ ହୋଇପଡ଼ିଛି। ଏପରି ଦୁର୍ବଳ ମୁହୂର୍ତ୍ତରେ ରାମଚନ୍ଦ୍ର ବିଲଙ୍କା ରାବଣକୁ ବଧ କରିଛନ୍ତି। ତେବେ ବିଲଙ୍କା ରାବଣକୁ ଦୁର୍ବଳ କରିବା ପାଇଁ ସୀତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା, ଏହା ନିଃସନ୍ଦେହ। 5 ନମ୍ବର କ୍ୱେଶ୍ଚିନ୍, କର୍ଣ୍ଣ ମଲ୍ଲେ 5 ଅର୍ଜୁନ ମଲ୍ଲେ 5 ର ଅର୍ଥ କ'ଣ। କର୍ଣ୍ଣ ମଲ୍ଲେ 5 ଅର୍ଜୁନ ମଲ୍ଲେ 5 ଏହା କବି ସାରଳା ଦାସଙ୍କର ଏକ ସୁନ୍ଦର ପ୍ରବଚନ। ଏହାର ବିଷୟବସ୍ତୁରେ ବର୍ଣ୍ଣିତ ଅଛି ଯେ କର୍ଣ୍ଣ କୁନ୍ତୀଙ୍କର ପୁତ୍ର ଥିଲେ ମଧ୍ୟ ତାଙ୍କୁ ସେ କେବେ ପୁତ୍ର ସ୍ନେହ ଅର୍ପଣ କରିନଥିଲେ। କର୍ଣ୍ଣ ଓ ଅର୍ଜୁନ ଉଭୟ ସମାନ ଶ୍ରେଣୀର ବୀର। ଯୁଦ୍ଧରେ କର୍ଣ୍ଣ ଓ ଅର୍ଜୁନ ମଧ୍ୟରୁ ଯେ
କେହି ମଲେ ମଧ୍ୟ ପାଣ୍ଡବଙ୍କ ଭାଇ ସଂଖ୍ୟାରୁ ଗୋଟିଏ ମରିଯିବ। କର୍ଣ୍ଣ କିମ୍ବା ଅର୍ଜୁନ ଯେ କେହି ମଲେ ମଧ୍ୟ ଯେଉଁ 5 ପାଣ୍ଡବକୁ ସେ 5 ପାଣ୍ଡବ ରହିବେ। ଲାଭ କ୍ଷତି ସମାନ ହେଉଥିବା କଥାରୁ ଲକ୍ଷ୍ୟ କରି ଅଦ୍ୟାପି ଉତ୍କଳୀୟ ଜନତା ଏହି ପ୍ରବାଦଟିକୁ ବ୍ୟବହାର କରିଛନ୍ତି। 6 ନମ୍ବର କ୍ୱେଶ୍ଚିନ୍। ଧୃତରାଷ୍ଟ୍ରକୁ କନ୍ୟା ନାହିଁ କି ଗାନ୍ଧାରୀ କି ବର ନାହିଁ ପ୍ରବଚନର ଅର୍ଥ କ'ଣ? ଏହି ପ୍ରବଚନରେ ବିଷୟବସ୍ତୁ ମଧ୍ୟ ଶାରଳା ଦାସଙ୍କ ନିଜସ୍ୱ ପରିକଳ୍ପନା। ବ୍ୟାସଙ୍କ ପରାମର୍ଶ ଅନୁସାରେ ଗାନ୍ଧିଜୀ ପ୍ରଥମେ ଶାରଳା ଗଛକୁ ବିବାହ କଲେ ଏବଂ ବିବାହ ପରେ ଗଛଟି ଜଳିଗଲା। ଏହାପରେ ଧୃତରାଷ୍ଟ୍ରଙ୍କ ସହିତ ଗାନ୍ଧାରୀଙ୍କ ବିବାହ ହେଲା। ଏହା ପୂର୍ବରୁ ଧୃତରାଷ୍ଟ୍ରଙ୍କ ସହିତ ବିବାହ କରିବା ପାଇଁ ପ୍ରସ୍ତାବ ସ୍ଥିର ହେବା ମାତ୍ରେ କନ୍ୟାମାନଙ୍କର ମୃତ୍ୟୁ ହେଲା। ଗାନ୍ଧାରୀ ଉଆଁସୀ କନ୍ୟା ଥିବାରୁ ତାଙ୍କୁ ମଧ୍ୟ ବର ମିଳୁନଥିଲା। ଏହି ଦୁହିଁଙ୍କ ବିବାହ ଦୈବ ଯୋଗ ସଂଘଟିତ ହୋଇଥିଲା। ଯେଉଁ ପୁରୁଷକୁ କନ୍ୟା ମିଳୁନଥିଲା ଏବଂ ଯେଉଁ କନ୍ୟାକୁ ବର ମିଳୁନଥିଲା ସେ ଦୁହିଁଙ୍କ ବିବାହ ହେଲେ ହିଁ ପ୍ରବଚନଟି ଉତ୍କଳୀୟ ଜନତା ସାଧାରଣରେ ବ୍ୟବହାର କରିଛନ୍ତି। 7 ନମ୍ବର କ୍ୱେଶ୍ଚିନ୍। ଝିମିଟି ଖେଳରୁ ମହାଭାରତ ପ୍ରବଚନର ଅର୍ଥ କ'ଣ? ଝିମିଟି ଖେଳରୁ ମହାଭାରତ ଉକ୍ତିଟିକୁ ଉତ୍କଳୀୟ ଜନତା ସାମାନ୍ୟ କଥାରୁ ବଡ଼ ଗଣ୍ଡଗୋଳ ହେଲେ ଏହା ପ୍ରୟୋଗ କରିଛନ୍ତି। ଏହା ଶାରଳା ଦାସଙ୍କର ମୌଳିକ ସୃଷ୍ଟି ନୁହେଁ। ବହୁ ପ୍ରାଚୀନ କାଳରୁ ଏହି ଉକ୍ତିଟି ଉତ୍କଳୀୟ ସମାଜରେ ପ୍ରଚଳିତ। ଏହାକୁ ଶାରଳା ଦାସ ଗ୍ରହଣ କରି ନେଇଥିବା ଜଣାଯାଏ। କୌରବ ପାଣ୍ଡବ କାବ୍ୟକାଳରେ ଏହା ସ୍ଥାନରେ ରହି ବିଦ୍ୟାଭ୍ୟାସ କରୁଥିଲେ। ରାଜ୍ୟ ଶାସନ ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ଦିନେ ଝିମିଟି ଖେଳ ହୋଇଥିଲା ଏବଂ ସେଥିରେ ଉଭୟ ପକ୍ଷ ମଧ୍ୟରେ ଯେଉଁ ମନୋମାଳିନ୍ୟ ଓ ବିଦ୍ୱେଷ ଭାବ ସୃଷ୍ଟି ହେଲା, ଯେଉଁଥିରେ ପରବର୍ତ୍ତୀ ସମୟରେ ବିରାଟ ମହାଭାରତ ଯୁଦ୍ଧ ରୂପ ପରିଗ୍ରହଣ କଲା। ଏହି ବିଷୟବସ୍ତୁ ସଂସ୍କୃତ ମହାଭାରତରେ ବର୍ଣ୍ଣିତ ଅଛି। 8 ନମ୍ବର କ୍ୱେଶ୍ଚିନ୍। ଦାଣ୍ଡିବୃତ୍ତର ସ୍ରଷ୍ଟା କିଏ? ଦାଣ୍ଡିବୃତ୍ତ କାହାକୁ କହନ୍ତି? ଦାଣ୍ଡିବୃତ୍ତର ସ୍ରଷ୍ଟା ହେଉଛନ୍ତି ଆଦିକବି ଶାରଳା ଦାସ। ଓଡ଼ିଆ ମହାଭାରତରେ ଏହି ବୃତ୍ତର ବ୍ୟବହାର କରାଯାଇଛି। ଅକ୍ଷର ଅସମାନତା ମଧ୍ୟରେ ସ୍ୱର ଓ ବିରାମ ସ୍ଥାନର ଗୁରୁତ୍ୱ ଦେଇ ଏହା ବୋଲାଯାଏ। ଦଣ୍ଡେ ମାତ୍ର ବିଳମ୍ବ ନ କରି ଅନର୍ଗଳ ଅର୍ଥାତ୍ ଏକ ଦାଣ୍ଡିରେ ପୁରାଣ ଆବୃତ୍ତି କରାଯାଏ ବୋଲି କେହି ଏହାକୁ ଦାଣ୍ଡିବୃତ୍ତ କୁହନ୍ତି। ସଂସ୍କୃତ ଦଣ୍ଡକ ବୃତ୍ତରୁ ବା ପ୍ରାକୃତ ଦାଣ୍ଡିବୃତ୍ତରୁ ଶାରଳା ଦାସ ଦାଣ୍ଡିବୃତ୍ତକୁ ଗ୍ରହଣ କରିଛନ୍ତି ବୋଲି ମନେ କରିବା ଯଥାର୍ଥ ବୋଲି ମନେ ହୁଏ। ତେଣୁ ଦାଣ୍ଡି ଏକ ଛନ୍ଦ ନୁହେଁ, ଏହା ରୀତି ବା ଭଙ୍ଗୀ। 9 ନମ୍ବର କ୍ୱେଶ୍ଚିନ୍। ଯାହା ନାହିଁ ଭାତରେ ତାହା ନାହିଁ ଭାତରେ ଏହାର ଅର୍ଥ କ'ଣ? ଓଡ଼ିଆ ମହାଭାରତ ଶାରଳା ଦାସଙ୍କ ଶ୍ରେଷ୍ଠ କୃତି ରୂପେ ପରିଚିତ। ସମଗ୍ର ଭାରତବର୍ଷରେ ଏହା ସାମାଜିକ ଦୃଷ୍ଟିକୋଣ ସହିତ ସାଂସ୍କୃତିକ ମୂଲ୍ୟବୋଧ ତଥା ଲୋକାଚାରର ଟିକିନିକି ବର୍ଣ୍ଣନା ସଂସ୍କୃତ ମହାଭାରତରେ ରହିଛି। କବି ଶାରଳା ଦାସ ସଂସ୍କୃତ ମହାଭାରତ ଅନୁସରଣରେ ଓଡ଼ିଆ ମହାଭାରତ ରଚନା କରିଥିବାରୁ ସମଗ୍ର ଭାରତବର୍ଷର ଲୋକାଚାର ସହିତ ଉତ୍କଳୀୟ ସମାଜର ନିଖୁଣ ବର୍ଣ୍ଣନା ରହିଥିବା ଦେଖାଯାଏ। ଏପରି ପୋଡ଼ପିଠାଠାରୁ ଆରମ୍ଭ କରି ଛାଞ୍ଚୁଣୀ ମୁଠା ପର୍ଯ୍ୟନ୍ତ ଟିକିନିକି ବର୍ଣ୍ଣନା ଓଡ଼ିଆ ମହାଭାରତରେ ଦେଖିବାକୁ ମିଳୁଥିବାରୁ ଲେଖକ ଏପରି ଉକ୍ତିଟି ଯଥାର୍ଥରେ ପ୍ରୟୋଗ କରିଥିବାର ଦେଖିବାକୁ ମିଳେ। 10 ନମ୍ବର କ୍ୱେଶ୍ଚିନ୍। ମହାଭାରତ ବହୁ ସ୍ଥଳରେ କବି ଶାରଳା ଚଣ୍ଡୀଙ୍କୁ କେଉଁ କେଉଁ ନାମରେ ସ୍ତୁତି କରିଥିଲେ? ଦେବୀ ଶାରଳାଙ୍କୁ କବି ମହାଭାରତର ବହୁ ସ୍ଥଳରେ ଦୁର୍ଗୀ, ଶ୍ରୀଚଣ୍ଡୀ, ସର୍ବମଙ୍ଗଳା, ଅଭୟମଙ୍ଗଳା, ବଗଳା, ଭବାନୀ, ଅମ୍ବାନୀ, ସିଂହବାହିନୀ, ସିଦ୍ଧଶାରଳା, ମାହେଶ୍ୱରୀ, ଭଦ୍ରକାଳୀ, ବିଷ୍ଣୁବଲ୍ଲଭୀ, ପରମ ବୈଷ୍ଣବୀ, ଚଣ୍ଡମୁଣ୍ଡ ବିନାଶିନୀ ଆଦି ନାମରେ ସ୍ତୁତି କରିବାର ଜଣାଯାଏ। 11 ନମ୍ବର କ୍ୱେଶ୍ଚିନ୍।
ଚଣ୍ଡୀପୁରାଣର ରଚୟିତା କିଏ? କେଉଁ କେଉଁ ସଂସ୍କୃତ ଗ୍ରନ୍ଥର ଛାୟାରେ ଏହି ଗ୍ରନ୍ଥ ରଚିତ? ଆଦିକବି ସାରଳା ଦାସ ଓଡ଼ିଆ ଭାଷାରେ ଚଣ୍ଡୀପୁରାଣ ରଚନା କରିଛନ୍ତି। ସଂସ୍କୃତ ମାର୍କଣ୍ଡେୟ ଚଣ୍ଡୀର ଏହା କେବଳ ଓଡ଼ିଆ ରୂପାନ୍ତର ନୁହେଁ। ସଂସ୍କୃତ ଚଣ୍ଡୀପୁରାଣରେ ଦେବୀଙ୍କ ଦ୍ୱାରା ମହିଷାସୁର ନିଧନ ପ୍ରସଙ୍ଗକୁ କବି ଅନୁସରଣ କରି ଏହି ଗ୍ରନ୍ଥ ରଚନା କରିଥିବାର ଜଣାଯାଏ। 12 ନମ୍ବର କ୍ୱେଶ୍ଚିନ୍, ମହିଷାସୁର କିପରି ଜନ୍ମ ହେଲା? ଏହା ସାରଳା ଦାସଙ୍କ ରଚିତ ଚଣ୍ଡୀପୁରାଣର କଥା। ଏପରି ଜନ୍ମ ବୃତ୍ତାନ୍ତ ସାରଳା ଦାସଙ୍କର ସମ୍ପୂର୍ଣ୍ଣ ମୌଳିକ ପରିକଳ୍ପନା ବର୍ଣ୍ଣିତ ଅଛି ଯେ ଅସୁରରାଜ କପିଳସିଂହର ଯୁବତୀ ସ୍ତ୍ରୀ ନିରକ୍ଷୀ ଅସୁର ଧର୍ଷଣରେ ଭୟଭୀତ ହୋଇ ଆତ୍ମରକ୍ଷା ସକାଶେ ସିଂହଳ ଦ୍ୱୀପରେ ଆଶ୍ରୟ ନେଇଥିଲା। ସେଠାରେ ଯମଦେବତାଙ୍କର ବାହନ ମହିଷ ସହିତ ସଂସର୍ଗ ଫଳରେ ନିରକ୍ଷୀ ଗର୍ଭରୁ ମହିଷାର ଜନ୍ମ ବୋଲି କବି ସାରଳା ଦାସ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। 13 ନମ୍ବର କ୍ୱେଶ୍ଚିନ୍, ମହିଷାସୁର କାହାର ତପସ୍ୟା କରି କେଉଁ ବର ଲାଭ କରିଥିଲା? ମହିଷାସୁର ତପସ୍ୟାରେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବାରୁ ବ୍ରହ୍ମା ତାକୁ ବର ଦେଇଥିଲେ ଯେ ସେ କୌଣସି ପୁରୁଷ ହସ୍ତରେ ନିହତ ହେବ ନାହିଁ। ତେଣୁ ସେ ମା ଦୁର୍ଗାଙ୍କ ହସ୍ତରେ ମୃତ୍ୟୁବରଣ କଲେ। ଭିଡ଼ିଓଟିକୁ ଏଇଠି ରଖିବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଭିଡ଼ିଓଟି ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ ସାଙ୍ଗମାନଙ୍କ ସହିତ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଭିଡ଼ିଓଟି କେମିତି ଲାଗିଲା କେମିତି ନାହିଁ କମେଣ୍ଟ ମାଧ୍ୟମରେ ଜଣାଇବେ। କମେଣ୍ଟରେ ଏହା ମଧ୍ୟ ନିଶ୍ଚୟ ଜଣାଇବେ ନେକ୍ସଟ ଭିଡ଼ିଓ କେଉଁ ଟପିକରେ ନେଇକି ଆସିବେ। ରହୁଛି, ଧନ୍ୟବାଦ।